जय जगन्नाथ ମୁଁ ଆପଣଙ୍କର ଭାଇ ପ୍ରଫେସର ଚନ୍ଦ୍ରଶେଖର ପଟ୍ଟନାୟକ। ବନ୍ଧୁଗଣ, ଇଣ୍ଡିଆନ୍ କ୍ରିକେଟ ଟିମ୍ T20 ୱାର୍ଲ୍ଡ କପ୍ରେ ଚମ୍ପିଆନ୍ ହୋଇଛି। ଗତ କିଛି ଦିନର ଗୋଟେ ଗଣମାଧ୍ୟମର ରିପୋର୍ଟ ରହିଛି ଏମିତି ଯେ ଇଣ୍ଡିଆନ୍ କ୍ରିକେଟ ଟିମ୍ ଏବଂ ରୋହିତ ଶର୍ମା, ବିରାଟ କୋହଲିଙ୍କ ପରି ଖେଳାଳିମାନଙ୍କୁ ନେଇ ଯେଉଁ ଦେଶରେ କ୍ରିକେଟକୁ କେହି କିଛି ଖେଳନ୍ତିନି କିମ୍ବା କ୍ରିକେଟକୁ ଜାଣନ୍ତିନି କିଛି, ସେ ଦେଶରେ ଆଜି କ୍ରିକେଟକୁ ନେଇ କ୍ରେଜ୍ ତିଆରି ହେଇଛି ଏଇମାନଙ୍କ ଯୋଗୁଁ। ସେ ଦେଶ ହେଉଛି ୱାର୍ଲ୍ଡର ରିନାଉଣ୍ଡ ଫୁଟବଲ ଟିମ୍ ଆର୍ଜେଣ୍ଟିନା। ବର୍ତ୍ତମାନ ଏଇ ୱାର୍ଲ୍ଡ କପ୍ ଚମ୍ପିଆନ୍ ହେଲାବେଳେ ବହୁତ କଥା 2024 T20 ୱାର୍ଲ୍ଡ କପ୍ ଇଣ୍ଡିଆ ଚମ୍ପିଆନ୍ ହେବା ଏବଂ 2022ର ଫିଫା ୱାର୍ଲ୍ଡ କପ୍ ଆର୍ଜେଣ୍ଟିନା ଚମ୍ପିଆନ୍ ହେବା, ଏହା ଭିତରେ ଅନେକ କିଛି ସିମିଲାରିଟି ରହିଛି। ଯେମିତି ଲିଓନେଲ ମେସି ଟ୍ରଫି ଧରି ନାଚି ନାଚି ସେଲିବ୍ରେଟ୍ କରନ୍ତି, ସେମିତି ଟ୍ରଫି ଗ୍ରହଣ କରିବାକୁ ଗଲାବେଳେ ଇଣ୍ଡିଆନ୍ କ୍ରିକେଟ ଟିମ୍ର ଅଧିନାୟକ ସେ ନାଚି ନାଚି ଯାଇ ଟ୍ରଫିଟାକୁ ଗ୍ରହଣ କରନ୍ତି। ଆମମାନେ ଦେଖିଛେ ଫିଫା ୱାର୍ଲ୍ଡ କପ୍ ଚମ୍ପିଆନ୍ ହେଲା ପରେ ଲିଓନେଲ ମେସି ଏବଂ ତାଙ୍କ ସ୍ତ୍ରୀ ଆଣ୍ଟୋନେଲା ସେ ଟ୍ରଫିକି ଧରି ଶୋଇଥିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୁଏ। ସେମ୍ କେସ୍ ମଧ୍ୟ ଏଠାରେ ରିପିଟ୍ ହେଇଛି। T20 ୱାର୍ଲ୍ଡ କପ୍କୁ ଜିତି ସାରିଲା ପରେ ସୂର୍ଯ୍ୟ କୁମାର ଯାଦବ ଏବଂ ତାଙ୍କ ସ୍ତ୍ରୀ ସେ ଟ୍ରଫିକି ଧରି ଶୋଇଥିବାର ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଏବଂ ଡିଫରେଣ୍ଟ ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ ଭାଇରାଲ କରୁଛି। କୋପା ଆମେରିକାନ ଫାଇନାଲରେ ଆର୍ଜେଣ୍ଟିନା ଜିତି ସାରିଲା ପରେ ସେତେବେଳେ ସେ ଭିଡ଼ିଓ କଲ୍ କରି ନିଜ ସ୍ତ୍ରୀ ଏବଂ ନିଜ ପିଲାମାନଙ୍କ ସହିତ ଲିଓନେଲ ମେସି କଥା ହୁଅନ୍ତି। ସେଇଟା ମଧ୍ୟ ଏଠି ରିପିଟ୍ ହେଇଛି। T20 ୱାର୍ଲ୍ଡ କପ୍ ଇଣ୍ଡିଆ ଜିତି ସାରିଲା ପରେ ବିରାଟ କୋହଲି ଭିଡ଼ିଓ କଲ୍ କରି ତାଙ୍କ ସ୍ତ୍ରୀ ତାଙ୍କ ପିଲା ପରିବାର ସହିତ କଥାବାର୍ତ୍ତା ହୁଅନ୍ତି। ଏମିତି ଅନେକ କଥା ଆଗକୁ ମଧ୍ୟ ଅନେକ କଥା ଆମେ ଆନାଲିସିସ୍ କଲେ ଦେଖିବା ଯେ ଅନେକ କଥା ସେଠି ଯେଉଁ ଜିନିଷଟା ରିପିଟ୍ ହେଇଛି ସେଇଟା ଏଠି ରିପିଟ୍ ହେଇଛି। ଯେମିତି ଲାଷ୍ଟ ମୋମେଣ୍ଟରେ ଗୋଟେ লিডিং ପୋଜିସନରେ ସାଉଥ ଆଫ୍ରିକା ଥିଲାବେଳେ ଗୋଟେ ସୂର୍ଯ୍ୟ କୁମାର ଯାଦବ ଗୋଟେ କ୍ୟାଚ୍ ନେଇ ଆଶ୍ଚର୍ଯ୍ୟଜନକ କ୍ୟାଚ୍ ନେଇ ଇଣ୍ଡିଆ ପଟକୁ ରେଜଲ୍ଟଟାକୁ ଟାଣି ଆଣନ୍ତି। ସେମିତି ଫିଫା ୱାର୍ଲ୍ଡ କପ୍ରେ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା 3-3ରେ ଟାଇରେ ଥିଲାବେଳେ ଗୋଟେ 1-1 ଫ୍ରାନ୍ସର ଫରୱାର୍ଡ଼ ଏବଂ ଗୋଲକିପର ଆର୍ଜେଣ୍ଟିନା 1-1 ଥିଲାବେଳେ ଗୋଟେ ସଟ୍ ମାରନ୍ତି ଏବଂ ସେ ସଟ୍ଟାକୁ ଗୋଲକିପର ଜଗି ଦିଅନ୍ତି। ସେଇଠି ହିଁ ଆର୍ଜେଣ୍ଟିନା ଫେଭରକୁ ରେଜଲ୍ଟ ପଳେଇ ଆସେ। ଟ୍ରଫି ନେଇ ଯେତେବେଳେ ନିଜ ଦେଶକୁ ଫେରନ୍ତି ଆର୍ଜେଣ୍ଟିନା ଟିମ୍ର ଖେଳାଳିମାନେ, ସେତେବେଳେ ବୁଏନସ୍ ଏୟାର୍ସ ଆର୍ଜେଣ୍ଟିନା ରାଜଧାନୀ, ସେଠି ଯେଉଁ ପ୍ରକାର ସେଲିବ୍ରେସନ୍ ହେଇଥିଲା ସେଇ ପ୍ରକାର ସେଲିବ୍ରେସନ୍ ମଧ୍ୟ ଇଣ୍ଡିଆ T20 ୱାର୍ଲ୍ଡ କପ୍ ଜିତି ସାରିଲା ପରେ ଯେତେବେଳେ ଇଣ୍ଡିଆକୁ ଆସନ୍ତି ବମ୍ବେର ମେରିନ୍ ଡ୍ରାଇଭ୍ରେ ସେଇ ପ୍ରକାର ସେଲିବ୍ରେସନ୍ ହେଇଥିଲା ଏବଂ ଟୋଟାଲ୍ ବମ୍ବେ କିଛି ସମୟ ପାଇଁ ପୁରା ସ୍ଥିର ରହିଯାଇଥିଲା। ଆଉ ଗୋଟେ ସିମିଲାରିଟି ହେଉଛି যেটাକୁ ମୋର ପ୍ରେଡିକ୍ସନ୍ ଆଉ ମୋର କାଲକୁଲେସନ୍, ଯେତେବେଳେ 2014 ୱାର୍ଲ୍ଡ କପ୍ରେ ଫାଇନାଲ୍ ଖେଳୁଥିଲା ଆର୍ଜେଣ୍ଟିନା ଏବଂ ଜର୍ମାନୀ, ସେତେବେଳେ ତାଙ୍କର କୋଚ୍ ଥିଲେ ସମ୍ଭବ ପାସାରେଲା, ଜଣେ କୋଚ୍ ଥିଲେ। ସେ କ'ଣ କଲେ, ଡି ମାରିଆକୁ ନ ଖେଳେଇକି ହିଗୁଏନକୁ ଖେଳିଲେ। ସେ ହିଗୁଏନ ଯେତେବେଳେ 1-1 ଗୋଟେ ଓପନ୍ ନେଟ୍ଟାକୁ ମିସ୍ କରିଦିଅନ୍ତି ଏବଂ ଆର୍ଜେଣ୍ଟିନା ସେ ମ୍ୟାଚ୍ରେ ହାରିଯାଏ। ସେଇ କେସ୍କୁ ମନେ ରଖନ୍ତି କୋପା ଆମେରିକାନରେ ସେ ହିଗୁଏନ ହରାନ୍ତି, ଆଉ ଗୋଟେ କୋପା ଆମେରିକାନ ଫାଇନାଲରେ ମଧ୍ୟ ହିଗୁଏନ ହରାନ୍ତି। ତେଣୁ 2022ରେ ଯେତେବେଳେ ୱାର୍ଲ୍ଡ କପ୍ ଟିମ୍ ସିଲେକ୍ସନ୍ ହୁଏ,
लियोनेल मेसी गोटे लीडिंग रोल नियंती एवं डायरेक्ट हिगुएन को बसई दियंती टीम बाहर रखी दियंती एवं डी मारिया को प्लेइंग 11 रखती एवं से स्ट्राटेजीटा काम करे एवं टीम चैंपियन हुए। एठी मते सेही केसटा रिपीट होइछि दुईटा टेस्ट वर्ल्ड कप टेस्ट चैंपियनशिप वर्ल्ड चैंपियनशिप एवं गोटे हूँ वन डे इंटरनेशनल मान 50 ओवर 50 ओवर फाइनल मैच तेणु दुईटा टेस्ट फाइनल एवं गोटे वन डे इंटरनेशनल फाइनल वर्ल्ड कप इंडिया फाइनल है शुभमान गिल खेलुते ओपनिंग करते ओपनिंग रु विकेट पकई देकी से कौन करेंगे टीम की गोटे टेंशन दे दिखती बर्तमान से शुभमान को जो बाद दि जाइए टीम चैंपियन एवं टीम भल रिजल्ट कर तेणु ये सब जिन गुड़ाक से हिगुएन रोल करते शुभमान रोल कर नो डाउट हिगुएन और शुभमान भल खिलाड़ी किंतु से मानकर इम्पैक्ट आज एवं से डिसीजन आज इंडिया को एवं अर्जेंटीना को वर्ल्ड चैंपियन कराई जो थी कि रोहित शर्मा एवं विराट कोहली परी खेलाड़ी मैंने रिटायरमेंट नवा पूर्व एपरिक कोच राहुल द्रविड़ रिटायरमेंट नवा पूर्व से माने गोटे विश्वकप चैंपियन दल सदस्य होबार सौभाग्य लाभ कर तेणु ये सब सिमिलारिटी बहुत कम समय देखा जाए ये आलोचना ये जो एनालिसिस की यहाँ मोर पर्सनल जदि किसी कहार कहबार अच्छी किंबा ये एनालिसिस पर आउ जदि बेटरमेंट किए कहीपर तेल आम निश्चित से आशा और अपेक्षा करूँ। धन्यवाद। आपण मानकर जय हो।